ଶୁଭ ସକାଳ ପିଲାମାନେ। ତମମାନେ ସବୁ କେମିତି ଅଛ ରେ? ଆଶା କରେ ସମସ୍ତେ ଭଲରେ ଥିବ। ମୁଁ ବି ଭଲରେ ଅଛି। ଆଜି ଆମେ କଣ କରିବା ଜାଣିଛ? ବିଭିନ୍ନ ଶବ୍ଦ ମାନଙ୍କରେ ଥିବା ଅକ୍ଷର ମାନଙ୍କୁ ଗଣିବା। ତମମାନେ ସବୁ ଗଣିବ ତ? ହଉ ଠିକ ଅଛି। ଆଉ ଗୋଟେ କଥା ମନେ ରଖ, ଆଜି ତୁମେମାନେ ତୁମ ନାମରେ ଥିବା ଅକ୍ଷର ସଂଖ୍ୟାକୁ ମତେ ଗଣିକି କହିବ। ଦେଖିବା କାହାର ନାଁରେ ସବୁଠାରୁ ଅଧିକ ଅକ୍ଷର ସଂଖ୍ୟା ରହିଛି। ହଉ ଠିକ ଅଛି, ଏବେ ଚାଲ ଆମେ ଆରମ୍ଭ କରିବା। ପ୍ରିୟ ଛାତ୍ରଛାତ୍ରୀମାନେ, ଆଜି ଆମେ ତୁମ ତୃତୀୟ ଶ୍ରେଣୀ ଗଣିତ ମେଳା ପୁସ୍ତକର ନାମରେ କଣ ଅଛି ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା। ତମେମାନେ ପ୍ରସ୍ତୁତ ଅଛ ତ? ମୋ ସାଙ୍ଗରେ ଆଲୋଚନା କରିବ ତ? ହଉ ଠିକ ଅଛି, ଏବେ ଚାଲ ଆମେ ଆରମ୍ଭ କରିବା। ପିଲାମାନେ କହିଲ ଦେଖି, ଏଠାରେ କେତୋଟି ପକ୍ଷୀ ଉଡୁଛନ୍ତି କହିପାରିବ? ଦେଖି କହିଲ, ଚିତ୍ରରେ କେତୋଟି ପକ୍ଷୀ ଉଡୁଛନ୍ତି? ଗଣ 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 ଟିକେ ଦେଖି, କେତେ କିଏ ଆଗ ଗଣି ପାରୁଛି? 1 2 3। କେତେଟା ପକ୍ଷୀ ଉଡୁଛନ୍ତି? 3ଟି ପକ୍ଷୀ ଉଡୁଛନ୍ତି। ସାବାସ ପିଲାମାନେ, ବଢିଆ କହୁଛ। ଠିକ ଅଛି, ହଉ ଏବେ ଆମେ ଆଗକୁ ଯିବା। ଏବେ କହିଲ, ଆମେ ଦେଖିଲେ 3ଟି ପକ୍ଷୀ ଉଡୁଛନ୍ତି, ତ ଆମେ ଗୋଟେ ଅଙ୍କ ପାଇଲେ କଣ ନା 3। ଏଇ ଯୋଉ 3 ଅଙ୍କରେ କେତୋଟି ଅକ୍ଷର ଅଛି କହିଲ ପିଲାମାନେ? ଜାଣିଛ ତ? ତି ଆଉ ନି କେତେଟା ଅକ୍ଷର ଅଛନ୍ତି? ଗୋଟେ ହେଲା ତି ଆଉ ଗୋଟେ ହେଲା ନି। ତ କେତେଟା ଅକ୍ଷର ହେଲେ? ନା, 2ଟି ଅକ୍ଷର। ବାଃ, ତମମାନେ ତ ବଢିଆ କହୁଛ ଆଉ। ଆଚ୍ଛା ପିଲାମାନେ, ଏବେ କହିଲ ଦେଖି, ଏଠାରେ କେତୋଟି ସିଂହ ଅଛନ୍ତି କହିପାରିବ ତ? ଦେଖି ଗଣିକି କୁହ, ଏଠାରେ କେତୋଟି ସିଂହ ଅଛନ୍ତି? ଗଣ ତ। 1 2 3 4 5 6 7। କେତୋଟି ସିଂହ? ହଁ, 7ଟି ସିଂହ ଅଛନ୍ତି। ବାଃ, ତମମାନେ ତ ସବୁ ଜାଣୁଛ ଆଉ। ହଉ ଦେଖି କହିଲ, ତୁମେ କେତେଟା ସିଂହ କେତେଟା ଗଣିଲେ? 7ଟା ସିଂହ ଗଣିଲେ। ତ ଆମେ ସେଥିରୁ ଗୋଟେ ଅଙ୍କ କଣ ପାରିଲେ ନା 7। ଦେଖି 7 ସଂଖ୍ୟାଟି କେତୋଟି ଅକ୍ଷରକୁ ନେଇ ତିଆରି କହିଲ? କେତୋଟି ଅକ୍ଷର? ଗୋଟେ ହେଲା ସା ଆଉ ଗୋଟେ ହେଲା ତ। ତ କେତେଟା ଅକ୍ଷର ହେଲା? 2ଟି ଅକ୍ଷର। ସାବାସ ପିଲାମାନେ, ବଢିଆ କହୁଛ। ଠିକ ଅଛି, ଏବେ କହିଲ 1 ରୁ 10 ମଧ୍ୟରେ ସଂଖ୍ୟା ମାନଙ୍କର ଅକ୍ଷର ସଂଖ୍ୟା କେତେ? 1 2 3 4 5 6 7 8 9 10। ଏମିତି ଯୋଉ ଅଙ୍କ ଗୁଡାକ ଆମର ରହିଲା, ସେଥିରେ ଅକ୍ଷର ସଂଖ୍ୟା କେତେ? ଦେଖିବା। 1 କେତେଟା ଅକ୍ଷର? 2ଟି ଅକ୍ଷର। 2 କେତେଟା ଅକ୍ଷର? 2ଟି ଅକ୍ଷର। 3 କେତେଟା ଅକ୍ଷର? 2ଟି ଅକ୍ଷର। 4 କେତେଟା ଅକ୍ଷର? 2ଟି ଅକ୍ଷର। 5 କେତେଟା ଅକ୍ଷର? 2ଟି ଅକ୍ଷର। 6 କେତେଟା ଅକ୍ଷର? 2ଟି ଅକ୍ଷର। 7 କେତେଟା ଅକ୍ଷର? 2ଟି ଅକ୍ଷର। 8 କେତେଟା ଅକ୍ଷର? 2ଟି ଅକ୍ଷର। 9 କେତେଟା? 2ଟି। 10 କେତେଟା ଅକ୍ଷର? 2ଟି ଅକ୍ଷର। ବାଃ, ତମମାନେ ତ ସବୁ ଜାଣିଛ ଆଉ। ହଁ, ଭଲ ଜାଣିଲ। ତାହେଲେ 1 ରୁ 10 ମଧ୍ୟରେ ସଂଖ୍ୟା ମାନଙ୍କର ଅକ୍ଷର ସଂଖ୍ୟା କେତେ କେତେ? ନା 2ଟି ଲେଖାଏ। ଏଥିରୁ ଆମେ କଣ ଜାଣିଲେ? ନା, ଏହାର ଅର୍ଥ ହେଲା
1ରୁ 10 ମଧ୍ୟରେ ସମସ୍ତ ଅଙ୍କର ଅକ୍ଷର ସଂଖ୍ୟା କେତେ? ନା 2। ବୁଝିପାରିଲ ତ ସବୁ? ସାବାସ୍, ଏମିତି ବୁଝୁଥାଅ। ତାହେଲେ ଏବେ କହିଲ ପିଲାମାନେ, 11ରୁ 20 ମଧ୍ୟରେ ଥିବା ସଂଖ୍ୟା ମାନଙ୍କର ଅକ୍ଷର ସଂଖ୍ୟା କେତେ? ଜାଣିଛ ତ? 11, 12, 13, 14, 15, 16, 17, 18, 19, 20 ଯୋଉତିକ ସଂଖ୍ୟା ରହିଲା ସେଗୁଡ଼ିକର ଅକ୍ଷର ସଂଖ୍ୟା କେତେ କେତେ କହିଲ ପିଲାମାନେ? କହିପାରିବ ତ? ହଉ ଦେଖି କଣ ଅଛି? 11 କେତେଟା ଅକ୍ଷର? 3ଟି ଅକ୍ଷର। 12 କେତେଟା ଅକ୍ଷର? 2ଟି ଅକ୍ଷର। 13 କେତେଟା ଅକ୍ଷର? 2ଟି ଅକ୍ଷର। 14 କେତେଟା ଅକ୍ଷର? 3ଟି ଅକ୍ଷର। 15 କେତେଟା ଅକ୍ଷର? 3ଟି ଅକ୍ଷର। 16 କେତେଟା ଅକ୍ଷର? 3ଟି ଅକ୍ଷର। 17 କେତେଟା ଅକ୍ଷର? 3ଟି ଅକ୍ଷର। 18 କେତେଟା ଅକ୍ଷର? 3ଟି ଅକ୍ଷର। 19 କେତେଟା ଅକ୍ଷର? 4ଟି ଅକ୍ଷର। ହଁ, 19ରେ 4ଟା ଅକ୍ଷର ଅଛି। 20 କେତେଟା ଅକ୍ଷର? 3ଟି ଅକ୍ଷର। ଠିକ ଅଛି, ତମେମାନେ ସବୁ ଗଣିଦେଲ, ସମସ୍ତଙ୍କୁ ସେଥିପାଇଁ ଧନ୍ୟବାଦ। ପିଲାମାନେ, ଏବେ ଚାଲ ଆମେ ନିମ୍ନ ସାରଣୀଟିକୁ ପୂରଣ କରିବା। ତମେମାନେ ସବୁ ପୂରଣ କରିବ ତ? ହଉ ଦେଖିବା କିଏ ଆଗ ପୂରଣ କରୁଛି। 2ଟି ଅକ୍ଷର ବିଶିଷ୍ଟ ସଂଖ୍ୟା, 3ଟି ଅକ୍ଷର ବିଶିଷ୍ଟ ସଂଖ୍ୟା, 4ଟି ଅକ୍ଷର ବିଶିଷ୍ଟ ସଂଖ୍ୟା। କଣ 2ଟି ଅକ୍ଷର ବିଶିଷ୍ଟ ସଂଖ୍ୟା? ନା 2। 3ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 17। 4ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 19। 2ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 3। 3ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 18। 2ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 1। 3ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 20। 2ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 5। 3ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 15। 4ଟି ଅକ୍ଷର ବିଶିଷ୍ଟ ସଂଖ୍ୟା ଆଉ କାହିଁକି ଆସିଲାନି ଜାଣିଛ? କାରଣ ଆମେ 1ରୁ 20 ଭିତରେ ସଂଖ୍ୟାତିକ ପଢୁଛେ। ତ 1ରୁ 20 ଭିତରେ ଯେତକ ସଂଖ୍ୟା ଅଛି ସେଥିମଧ୍ୟରୁ 19 ହଉଛି ଏମିତି ଏକ ସଂଖ୍ୟା ଯାହାର ଅକ୍ଷର ସଂଖ୍ୟା କେତେ? 4ଟି। ଠିକ ଅଛି ପିଲାମାନେ? ହଉ ପିଲାମାନେ, ଆମେ ଯୋଉ ଆଜି ଏଇ ପ୍ରସଙ୍ଗଟି ପଢିଲେ ସେଥିରୁ ଆମେ କଣ ଶିଖିଲେ କହିଲ ଦେଖି? ଜାଣିଛ ତ ଆଜି ଆମେ କଣ କଣ ଶିଖିଲେ କହିପାରିବ ତ? କଣ କଣ ଶିଖିଲେ ଦେଖି କହିବ? ଆମେ ଶିଖିଲେ ଯେ ସଂଖ୍ୟାକୁ ଅକ୍ଷରରେ ଜାଣିଲେ। ଆମେ କେତେରୁ କେତେ ଯାଏଁ ଜାଣିଲେ? 1ରୁ 20 ଯାଏଁ। ସବୁ ଯାକ ସଂଖ୍ୟାକୁ ଆମେ ଅକ୍ଷରରେ ଜାଣିଲେ। ଆଉ ସେଇ ଯୋଉ ସଂଖ୍ୟାର ଶବ୍ଦରେ କେତୋଟି ଅକ୍ଷର ଅଛି ସେଇଟା ବି ଆମେ ଜାଣିଲେ। ଠିକ ଅଛି ତ ପିଲାମାନେ? ବୁଝିଛ ତ ସବୁ? ହଉ, ଆଉ କଣ ଜାଣିଲେ କହିଲ ଦେଖି? ନା 1ରୁ 10 ମଧ୍ୟରେ ଥିବା ସଂଖ୍ୟା ଗୁଡିକ 2 ଅକ୍ଷର ବିଶିଷ୍ଟ ଅଟେ। 1, 2, 3, 4, 5, 6, 7, 8, 9, 10 ଏଇ ସବୁ ଯାକ ସଂଖ୍ୟା ଗୁଡିକ 2ଟି ଲେଖାଏଁ ଅକ୍ଷର ବିଶିଷ୍ଟ। ବୁଝିପାରିଲ ତ? ଠିକ ଅଛି, ଆଉ କଣ ଶିଖିଲେ ଆମେ କହିଲ? ନା 11ରୁ 20 ମଧ୍ୟରେ 11, 12, 13, 14, 15, 16, 17, 18, 19, 20 11ରୁ 20 ମଧ୍ୟରେ 2ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 2ଟି। 3ଟି ଅକ୍ଷର ବିଶିଷ୍ଟ ସଂଖ୍ୟା 7ଟି। 4ଟି ଅକ୍ଷର ବିଶିଷ୍ଟ ସଂଖ୍ୟା କେତୋଟି? ଗୋଟିଏ। ସେଇ 4ଟି ଅକ୍ଷର ବିଶିଷ୍ଟ ସଂଖ୍ୟା କୋଉଟା ଜାଣିଛ ତ? ହଁ, ସେଇଟା ହଉଛି 19। ବୁଝିପାରିଲ ତ? ତୁମମାନଙ୍କ ପାଇଁ କାମ। ଏବେ ଆମେ ଚାଲ କାମଟି କରିବା। ତମମାନେ ମୋ ସହିତ ମିଶିକି କାମଟି କରିବ ତ? ହଉ ଠିକ ଅଛି, ଦେଖିବା ସେଇ କାମଟି କଣ ଅଛି। 1ରୁ 50 ମଧ୍ୟରେ
ଚାରିଟି ଅକ୍ଷର ଥିବା ସଂଖ୍ୟା ଗୁଡ଼ିକ କୁହ। ଆମେ ପୂର୍ବରୁ ପଢ଼ିଲେ 1ରୁ 20 ମଧ୍ୟରେ ଚାରିଟି ଅକ୍ଷର ବାଲା ସଂଖ୍ୟା। କୋଉଟା କହିଲ 1ରୁ 20 ମଧ୍ୟରେ ଚାରିଟି ଅକ୍ଷର ବାଲା ସଂଖ୍ୟା? ହଁ, 19। ଏବେ ଆମେ ଦେଖିବା କ'ଣ ନା 1ରୁ 50 ମଧ୍ୟରେ ଥିବା ଚାରିଟି ଅକ୍ଷର ସଂଖ୍ୟା, ଯୋଉଥିରେ ଚାରିଟି ଅକ୍ଷର ଥିବ। ବୁଝିପାରୁଛ ତ? ଦେଖି କ'ଣ କ'ଣ ଅଛି? 19 1ରୁ 50 ମଧ୍ୟରେ ଅଛି ତ? ହଁ, 19, 21, 27, 28, 42, 43, 46, ଆଉ କ'ଣ 49। ବା, ତମମାନେ ତ ସବୁ କହିଦଉଛ ଆଉ। ସୁନା ପିଲାମାନେ ସବୁ। ଠିକ ଅଛି। ଏବେ କହିଲ ପିଲାମାନେ, ମୁଁ କିଏ? 5ଟି ଅକ୍ଷରେ ନାମ ମୋହର, 100ର ଅଟେ ମୁଁ ନିକଟତର। ଖୋଜିକି କୁହ ନାମଟି ମୋର। କ'ଣ ହେଇପାରିବ ଭାବିଲ? 5ଟି ଅକ୍ଷରେ ନାମ ମୋର, ମାନେ 5ଟା ଅକ୍ଷର ହଉଛି ମୋ ନାଁ। 100ର ଅଟେ ମୁଁ ନିକଟତର, ମାନେ କ'ଣ? 100 ପାଖାପାଖି ମୁଁ। କହିପାରିବ ମୁଁ କିଏ? କହିପାରିବ ତ? କ'ଣ ନା 94। ଦେଖି 5ଟି ଅକ୍ଷର ହଉଛି କି ନାହିଁ? ଚ, ଉ, ରା, ନ, ବେ। 5ଟା ଅକ୍ଷର ହେଲା। ଆଉ ଏଟା 100ର ବି ନିକଟତର ହଉଛି। ବୁଝିପାରୁଛ ତ? ହଉ, ଠିକ ଅଛି। ପିଲାମାନେ ଏବେ ଖୋଜିକି ବାହାର କର। ମୁଁ ଏବଂ ମୋର ସାଙ୍ଗ 71ରୁ 99 ଭିତରେ ରହିଛୁ। ମୁଁ ଏବଂ ମୋ ସାଙ୍ଗ 71ରୁ 99 ଭିତରେ ରହିଛୁ। ଆମେ ଉଭୟେ 2ଟି ଅକ୍ଷର ବିଶିଷ୍ଟ, ମାନେ ଆମେ 2 ଜଣ ଯାକ 2 ଅକ୍ଷର ବିଶିଷ୍ଟ, କିନ୍ତୁ ସମାନ ନୁହଁ। ଆମ ଭିତରେ ସାନ ସଂଖ୍ୟା କିଏ କହିଲ? ଜାଣିପାରୁଛ? ଫାଷ୍ଟ ଆମେ ଦେଖିବା 71ରୁ 99 ଭିତରେ 2ଟି ଅକ୍ଷର ବିଶିଷ୍ଟ ସଂଖ୍ୟା କିଏ କିଏ? ନା, ଗୋଟେ ହେଲା 80, 90, 90। ତାହେଲେ ଏଇ 2ଟାକ ଭିତରୁ ସାନ ସଂଖ୍ୟା କିଏ କହିଲ ଦେଖି? ହଁ, ଠିକ ଜାଣିଛ। ସାନ ସଂଖ୍ୟା ହଉଛି 80। ହଉ, ଠିକ ଅଛି। ସମସ୍ତ ପିଲାମାନେ ଧ୍ୟାନ ଦେଇକି ପ୍ରସଙ୍ଗଟିକୁ ଶୁଣିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।